ମୁଁ ଆଜି ବନେଇବି ଭୋଜି ଷ୍ଟାଇଲରେ ବିନା ପିଆଜ ରସୁଣରେ ଶୁକ୍ତ ତରକାରୀ, ଯେଉଁଟାକି ପ୍ରଭୁ ଶ୍ରୀ ଚୈତନ୍ୟଙ୍କ ପାଖରେ ଭୋଗ ଲାଗିଥାଏ। ନମସ୍କାର, ପ୍ରଭାତୀ କିଚେନକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ମୋ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଆଉ ଚ୍ୟାନେଲରେ ନୂଆ ଥିଲେ ଲାଇକ୍, କମେଣ୍ଟ ଏବଂ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଏମିତି ନୂଆ ନୂଆ ଅଥେଣ୍ଟିକ୍ ରେସିପି ଦେଖିବା ପାଇଁ। ଦେଖିନେବା ଶୁକ୍ତ ତରକାରୀ ପାଇଁ ମୁଁ କ'ଣ କ'ଣ ସବୁ ନେଇଛି। ଦେଖନ୍ତୁ, ମୁଁ ଏଠି କିଛି ଆଳୁ ନେଇଛି, ଯେଉଁଟାକି ମୋଟା ଲମ୍ବା କରି କାଟିଛି, ତାର ଚୋପା ରଖିଛି, ଯେଉଁଟାକି ତରକାରୀ ଚୋପା ସହିତ ପଡ଼େ। ଆଉ କିଛି କଞ୍ଚା କଦଳୀକୁ ନେଇଛି, ତାର ଉପର ଚୋପାଟା ଛଡ଼େଇଛି, ସେମିତି ଲମ୍ବା ଟିକେ ବଡ଼ ସାଇଜ୍ କରି କାଟିଛି, କିନ୍ତୁ ଭୋଜିରେ ଚୋପା ଛଡ଼ାଯାଏ ନାହିଁ। କିଛି ବାଇଗଣ ନେଇଛି, ତାକୁ ମଧ୍ୟ ଏମିତି ଲମ୍ବା ଲମ୍ବା ମୋଟା କରି କାଟିଛି। ଆଉ ତା ସାଙ୍ଗରେ ନେଇଛି କିଛି ଛୁଇଁକୁ ମଧ୍ୟ ସେମିତି ଲମ୍ବା ଲମ୍ବା କରି କାଟିଛି। ଏବେ ତ ମାର୍କେଟରେ ଦେଶୀ ଛୁଇଁ ମିଳୁନି, ମୁଁ ଏଠି ହାଇବ୍ରିଡ଼ ଛୁଇଁ ନେଇଛି। ଆଉ ତା ସାଙ୍ଗରେ ମୁଁ ନେଇଛି କିଛି କଲରାକୁ ମଧ୍ୟ ସେମିତି ଲମ୍ବା ଲମ୍ବା କରିକି ମୋଟା ମୋଟା କରି କାଟି ନେଇଛି। ଶୁକ୍ତ ତରକାରୀ ପାଇଁ ମୁଁ କିଛି ବଡ଼ି ନେଇଛି, ଯେଉଁଟାକି ମୁଁ ଘରେ ତିଆରି କରିଥିଲି କେବଳ ବିରିରେ, ଆଉ କେବଳ ବିରିର ବଡ଼ି ହିଁ ତରକାରୀରେ ପଡ଼େ। ଦେଖନ୍ତୁ, ଏଠି ମୁଁ କିଛି ଅଦା ଆଉ କଞ୍ଚା ଲଙ୍କାକୁ ଛେଞ୍ଚି ନେଇଛି, ତାକୁ ଗୋଟେ ସାଇଡ଼୍କୁ ରଖିବା। ଦେଖନ୍ତୁ, ଏତିକି ପରିବାର ହିଁ ଶୁକ୍ତ ତରକାରୀଟା ଆମର ହେବ। ଗୋଟେ ପାତ୍ରରେ ମୁଁ ଅଳ୍ପ ହଳଦୀ ଦେଇ ତାକୁ ମୁଁ ଗୋଳେଇ ଦେଉଛି। ଆଉ ଆମେ ଯେଉଁ କାଟିକି ରଖିଥିଲେ କଞ୍ଚା କଦଳୀ ଆଳୁ, ସେଇଟାକୁ ଦେବା। କାହିଁକିନା କଞ୍ଚା କଦଳୀ ଆଳୁ ଆମେ ଯଦି ଏମିତି ରଖିଦେବା କଳା ପଡ଼ିଯିବ, ଆଉ ତରକାରୀ ଭଲ କଲର୍ ଆସିବନି, ତରକାରୀ ହିଁ କଳା କଳା ଦେଖାଯିବ। ସେଥିପାଇଁ ଆମେ କିଛି ସମୟ ୟାକୁ ହଳଦୀ ପାଣିରେ ପକାଇଦେବା। ଚାଲନ୍ତୁ, ଏବେ ମୁଁ ଗୋଟେ କଢ଼େଇ ନେଇଛି, କଢ଼େଇରେ ଅଳ୍ପ ରିଫାଇନ୍ ତେଲ ନେଲି। ରିଫାଇନ୍ ତେଲ କିନ୍ତୁ ଭୋଜିରେ ସେଟା ଡିପ୍ ଫ୍ରାଏ ହୁଏ, ବେଶୀ ତେଲ ଦେଇ ଛଣା ହେଇକି ହୁଏ। ମୁଁ ଏଠି ଅଳ୍ପ ତେଲରେ ବନାଉଛି। ମୁଁ ବଡ଼ିକି ପ୍ରଥମେ ଭାଜି ନେଉଛି। ଦେଖନ୍ତୁ, ମୁଁ ଘର ତିଆରି କରିଛି ନା, ସେଥିପାଇଁ ବଡ଼ି ହାଲକା ବେଶୀ ହେଇଛି, ବଡ଼ି ଭାଙ୍ଗି ଯାଉଛି। କିନ୍ତୁ ଯେତେବେଳେ ଆମ ଗାଁରେ ଭୋଜି ହୁଏ, ବଡ଼ିଟାକୁ ଟିକେ ଟାଣ କରି ବନା ହେଇଥାଏ, ଯେଉଁଟାକି ବଡ଼ି ଭାଜିଲେ କି ତରକାରୀ ପଡ଼ିଲେ ଫିଟେନି। ଦେଖନ୍ତୁ, ମୁଁ ଏଠି ନାଲ ନାଲ କରି ସବୁ ବଡ଼ି ଭାଜି ନେଇଛି। ସେମିତି କଲରାକୁ ମଧ୍ୟ ପକାଇଲି, କଲରାର ଅଳ୍ପ ଲୁଣ ଦେଇ ତାକୁ ମୁଁ ଭାଜି ନେଲି। ଏଠି ମୁଁ ସବୁ ଅଳ୍ପ ତେଲ ଦେଇ ଛାଣୁଛି, କିନ୍ତୁ ଯେତେବେଳେ ଭୋଜି ହୁଏ ଆମର ବେଶୀ ତେଲ ଦେଇ ସବୁ ପରିବା ସବୁ ଛଣାଯାଏ। ଏପଟେ ମୁଁ କଲରାକୁ ବାହାର କରି ନେଇଛି ଲାଲ କଲର୍ କରିକି। ସେମିତି ବାଇଗଣକୁ ମଧ୍ୟ ପକାଇଲି, ଆଉ ତା ସାଙ୍ଗେ ଛୁଇଁକୁ ମଧ୍ୟ ପକାଇଲି। ସେମିତି ଅଳ୍ପ ଲୁଣ ଦେଇ ଏପଟ ସେପଟ କରି ନାଡ଼ି ମୁଁ ଭାଜି ନେଲି। ଏବେ ତ ଛୁଇଁ ଏଟା ଦେଶୀ ଛୁଇଁ ନୁହେଁ, ହାଇବ୍ରିଡ଼ ଛୁଇଁ ବହୁତ ଶୀଘ୍ର ସିଝି ଯାଉଛି। କାହିଁକିନା ଦେଶୀ ଛୁଇଁ ଟିକେ ଟାଇମ୍ ଲାଗିଥାଏ, ସେଥିପାଇଁ ମୁଁ ସାଙ୍ଗରେ ପକାଇକି ଭାଜିଦେଲି। ଆଉ ଏମିତି ଲାଲ ଲାଲ କରି ବାହାର କରିନେଲି। ଦେଖନ୍ତୁ, ସବୁ ଆମର ବାଇଗଣ ଛୁଇଁ ଭାଜି ହେଇଯାଇଛି। ଆଉ ମୁଁ ଗୋଟେ ପାତ୍ରକୁ ସବୁ ବାହାର କରିନେଲି। ଠିକ୍ ସେମିତି କଞ୍ଚା କଦଳୀ ଆଉ ଆଳୁକୁ ମଧ୍ୟ ତେଲରେ ପକାଇକି ଅଳ୍ପ ଲୁଣ ଦେଇକି ତାକୁ ଏପଟ ସେପଟ ନାଡ଼ି ତାକୁ ମୁଁ ଭାଜିବି। ସେଟା ଟିକେ ଟାଇମ୍ ଲାଗିବ ଭାଜିବା ପାଇଁ, ସିଝିବା ପାଇଁ, ସେଥିପାଇଁ ମୁଁ ତାକୁ ଢାଙ୍କୁଣି ଦେଇକି 5 ମିନିଟ୍ ରଖୁଛି। ଦେଖନ୍ତୁ, ଏପଟେ ମୁଁ ଫାଳେ ନଡ଼ିଆକୁ କରି ନେଇଛି, ଆଉ ନଡ଼ିଆ କୋରାକୁ ମୁଁ ଏବେ ଗ୍ରାଇଣ୍ଡର ଜାର୍ରେ ଦେଉଛି। ଗ୍ରାଇଣ୍ଡର ଜାର୍ରେ ଦେଇ ଅଳ୍ପ ପାଣି ନେଇ ମୁଁ ବାଟିଦେବି। ଦେଖନ୍ତୁ, ମୁଁ ଏଠି ନଡ଼ିଆ କୋରା ନେଇଛି, ଆପଣ ଯଦି ନଡ଼ିଆ କୋରା ଦେବାକୁ ଚାହୁଁନାହାନ୍ତି ସ୍କିପ୍ ମଧ୍ୟ କରିପାରିବେ। ମୁଁ ଏଠି ନଡ଼ିଆ କୋରା ତରକାରୀ ଆମର ଅଥେଣ୍ଟିକ୍ ଯେଉଁ ଶୁକ୍ତ ତରକାରୀ ହୁଏ, ସେଥିରେ ନଡ଼ିଆର ରସ ନିହାତି ପଡ଼େ, ଆପଣ ପକାଇବେ। କାହିଁକିନା ଯେଉଁ କଲରାର ପିତା ଅଂଶ ଆଉ କଦଳୀର କଷାଳିଆ ଅଂଶ, ସେଇ ନଡ଼ିଆ ରସ ପଡ଼ିଲା ପରେ ଟେଷ୍ଟଟା ବାଲାନ୍ସ ହେଇଯାଏ, ଆଉ ଶୁକ୍ତର ପରଫେକ୍ଟ ଟେଷ୍ଟଟା ଆସେ। ଦେଖନ୍ତୁ, ମୁଁ ତାକୁ ଛଣା ସାହାଯ୍ୟରେ ଏମିତି ଚାପି ଚାପିକି ନଡ଼ିଆର ସବୁ ରସ ସବୁ ବାହାର କରିନେଲି। ଆଉ ଗୋଟେ ଛୋଟ ପାତ୍ରକୁ ବାହାର କରିଦେଲି, କାହିଁକିନା ଯେତେବେଳେ ମୁଁ ରାନ୍ଧିଲା ବେଳେ ଆମକୁ ଦେବା ପାଇଁ ସୁବିଧା ହେବ। ଦେଖନ୍ତୁ, ଆମ ଯେଉଁ କଞ୍ଚା କଦଳୀ ଆଳୁକୁ ମୁଁ କଢ଼ାରେ ଢାଙ୍କୁଣି ଦେଇ ରଖିଥିଲି, ସିଏ ବି ଏବେ ସିଝିକି ଭାଜିଗଲାଣି। ଏମିତି ଗୋଲ୍ଡେନ୍ କଲର୍ ହେଇକି ଆମେ ବାହାର କରିନେବା। ଦେଖନ୍ତୁ, ମୁଁ ସବୁ ଗୁଡ଼ାକୁ ବାହାର କରିନେଲି। କେବଳ ପରିବା ଛାଣିବା ପାଇଁ ଟିକେ ଟାଇମ୍ ଲାଗିଥାଏ, କିନ୍ତୁ ଥରେ ପରିବା ସବୁ ଛଣା ହେଇସାରିଲା ପରେ ମାତ୍ର 5 ମିନିଟ୍ରେ ତରକାରୀ ହେଇଯାଏ। ଦେଖନ୍ତୁ, ମୁଁ ଏଠି ଗୋଟେ କଢ଼େଇରେ ଅଳ୍ପ ସୋରିଷ ତେଲ ନେଇଛି। ଆମ ଗାଁରେ ଯେଉଁ ଶୁକ୍ତ ତରକାରୀ ଭୋଜିରେ ହୁଏ, ସେଥିରେ ସୋରିଷ ତେଲରେ ହୁଏ। ଆଉ ଏଠି ମୁଁ ଗୋଟେ ଚାମଚ ପଞ୍ଚଫୁଟଣ ଦେଲି, ଯେଉଁଥିରେ ପାନମଧୁରୀ, ସୋରିଷ, ମେଥି, କଳା ଜିରା ଆଉ ଚନ୍ଦିନୀ, ଯେଉଁଟାକି ଆମ ଗାଁରେ ମିଳେ। ଏଇଟା ଶୁଖିଲା ଲଙ୍କାକୁ ଦେଇଛି। ଶୁଖିଲା ଲଙ୍କା ଆଉ ଫୁଟଣ ଫୁଟିଗଲା ପରେ ଆମେ ଯେଉଁ ଅଦା ଆଉ କଞ୍ଚା ଲଙ୍କାକୁ ଛେଚିକି ରଖିଥିଲେ, ମୁଁ ସେଇଟା ଦେବି। ସେଇଟା ଦେଇକି ମୁଁ ଅଳ୍ପ ଭାଜିବି, କାହିଁକିନା ବେଶୀ ଭାଜିଲେ ପିତା ଲାଗିବ, ସେପାଇଁକି ଅଳ୍ପ ଭାଜିବି। ଦେଖନ୍ତୁ, ମୁଁ ଏଠି 2ଟା ଟମାଟୋକୁ ଛୋଟ ଛୋଟ କରି କାଟିକି ରଖିଥିଲି, ଏବେ ସେଇଟାକୁ ଦେବି। ଦେଇକି ସେଥିରେ ମୁଁ ଅଳ୍ପ ଲୁଣ ଦେବି,
କାହିଁକିନା ଲୁଣ ଦେଲେ ଟମାଟୋଟା ସିଝିଯାଏ ଭଲ ଭାବରେ। ଆଉ ଦୁଇଟା ତେଜପତ୍ର ଦେଲି। ତାକୁ ମୁଁ ଏମିତି ଗ୍ୟାସ୍ର ଆଞ୍ଚକୁ କମ୍ କରିକି ଏମିତି ଭାଜିଲି। ଦେଖନ୍ତୁ ଟମାଟୋ ସିଝିବା ପାଇଁ ମୁଁ ତାକୁ କିଛି ସମୟ ଘୋଡ଼େଇ ଦେଲି। ଦେଖନ୍ତୁ ଟମାଟୋ ଆମର ସିଝିଗଲାଣି। ଏବେ ତ ମାର୍କେଟରେ ହାଇବ୍ରିଡ୍ ଟମାଟୋ ମିଳୁଛି, ଯେଉଁଟା ଟିକେ ସିଝିବା ପାଇଁ ଟାଇମ୍ ଲାଗିଥାଏ। ଦେଖନ୍ତୁ ମୁଁ ଏଠି 1 ଚାମଚ ଜିରା ଗୁଣ୍ଡ ନେଲି, 1 ଚାମଚ ଧନିଆ ଗୁଣ୍ଡ ନେଲି, ଆଉ 1 ଚାମଚ ହଳଦୀ ଗୁଣ୍ଡ ନେଲି, 1 ଚାମଚ କଶ୍ମୀରୀ ଲଙ୍କା ଗୁଣ୍ଡ କଲର୍ ପାଇଁକି, ଆଉ 1 ଚାମଚ ବିନା ପିଆଜ ରସୁଣ କରି ପାଉଡ଼ର ଦେଇକି ମୁଁ କ'ଣ କଲି ନା ସବୁ ଗୁଡ଼ାକୁ ଭଲ ଭାବରେ ଭାଜି ନେଲି। ଗ୍ୟାସ୍ର ଆଞ୍ଚ କମ୍ କରିକି, କାହିଁକିନା ମସଲା ପଡ଼ିଯିବ। ଭାଜି ନେଇ ମୁଁ ଏଠି ଦେଖନ୍ତୁ ମୁଁ କିଛି ଧଳା ସୋରିଷ ଆଉ କଳା ସୋରିଷକୁ ବାଟି ନେଇଥିଲି, ସେଇଥିରୁ ମୁଁ 1 ଚାମଚ ଦେଉଛି। ଏଥିରେ ସୋରିଷ ବଟା ନିହାତି ପଡ଼େ, ଆପଣ ପକାଇବେ। ଏଠି ଦେଇକି ତାକୁ କିଛି ସମୟ କଷି ନେଲି। କି କଳା ସୋରିଷ ଆଉ ଧଳା ସୋରିଷ ଦୁଇଟା ଯାକ ମିଶାଇକି ନେଇଛି। ଆପଣ ଯଦି ଚାହିଁବେ କେବଳ କଳା ସୋରିଷ ହିଁ ନେଇପାରିବେ। ଆଉ ମୁଁ ଏଠି ଅଳ୍ପ ପାଣି ଦେଇକି ଗୋଳେଇ ଦେଲି। ଆଉ ଫୁଟିବା ପାଇଁ ତାକୁ କିଛି ସମୟ ଛାଡ଼ିଲି। ଦେଖନ୍ତୁ ତେଲ ଆମର ଉପରକୁ ଉଠି ଆସିଛି, ମସଲାଟା ଆମର ଭଲ ଭାବରେ କଷି ହେଇଗଲାଣି। ଏପଟେ ମୁଁ ଛୁଇଁ ଭାଜିକି ରଖିଥିଲି ସେଇଟା ଦେଲି, ଆଉ ଆଳୁ ଛଣା ଆଉ କଦଳୀ ଛଣା ଏବେ ଦେବି। ପ୍ରଥମେ ଏଗୁଡ଼ାକ ଦେବି, ଆଉ ବାଇଗଣ ଯେଉଁ କଲରା ବଡ଼ି ସେଗୁଡ଼ା ପଛରେ ଦେବି। କାହିଁକିନା ସେଗୁଡ଼ା ପ୍ରଥମରୁ ଦେଇଦେଲା ସେ ଭଲ ବେଶୀ ସିଝିଯିବ, ଆଉ ତରକାରୀ ଭଲ ଆସିବନି। ଶୁକ୍ତ ତରକାରୀଟା ଏମିତି ଗୋଟା ଗୋଟା ହେଇକି ରୁହେ। ଦେଖନ୍ତୁ ଯେଉଁ ନଡ଼ିଆରେ ମୁଁ ରସ ବାହାର କରି ରଖିଥିଲି ସେଇଟା ମୁଁ ଏବେ ଦେଲି, ଆଉ ତାକୁ ଭଲ ଭାବରେ ଗୋଳେଇ ଦେଲି। ଆସ୍ତେ କରି ଗୋଳେଇବା, ଗୋଳେଇକି ମୁଁ କିଛି ସମୟ ଢାଙ୍କୁଣି ଦେଇଦେଲି ତାକୁ ସିଝିବା ପାଇଁ। ଏମିତି ତ ଆମେ ଛାଣିଥିଲେ ସିଝି ଯାଇଛି, କେବଳ ଫୁଟିବା ପାଇଁ ଟିକେ ଢାଙ୍କୁଣି ଦେବା। ଦେଖନ୍ତୁ ଯେଉଁ ବାଇଗଣକୁ ମୁଁ ଛାଣିକି ରଖିଥିଲି ବାଇଗଣକୁ ଏବେ ଦେବା, ଆଉ କଲରାକୁ ମଧ୍ୟ ଛାଣିଥିଲି କଲରାକୁ ଦେବା, ଆଉ ବଡ଼ିକୁ ମଧ୍ୟ ଦେବା। କଲରାଟା ପଛରେ ଦେଲେ ବେଶୀ ପିତା ଲାଗିବନି, ବେଶୀ ପିତା ଲାଗିଲେ ଶୁକ୍ତଟା ଖାଇବାକୁ ଭଲ ଲାଗିବନି। ଆଉ ଆମ ପରିବା ତ ସବୁ ଛଣା ହେଇକି ଅଛି, ଖାଲି ଅଳ୍ପ ଟିକେ ଫୁଟିବ, ସେଥିପାଇଁ ମୁଁ କିଛି ସମୟ ଢାଙ୍କୁଣିଟା ଦେଲି। ଦେଖନ୍ତୁ ମୁଁ ଏଠି ଗରମ ମସଲା ଗୁଣ୍ଡ ଦେଉଛି, ଯେଉଁଟାକି ଅଳେଇଚ, ଡାଲଚିନି, ଲବଙ୍ଗ ଆଉ ଗୋଲମରିଚ, କିଛି ଜିରା ଦେଇକି ମୁଁ ତାକୁ ଗୁଣ୍ଡ କରିଛି, ଯେଉଁଟା ଭିଡ଼ିଓରେ ମୁଁ ଦେଖେଇ ନାହିଁ, ସ୍କିପ୍ ହେଇଯାଇଛି। ଦେଖନ୍ତୁ ମସଲା ଦେଇକି ଆମେ କିଛି ସମୟ ଫୁଟେଇ ନେବା। ଆଉ ବେଶୀ ଫୁଟେଇବାନି, ନହେଲେ ପରିବା ସବୁ ଘାଣ୍ଟିଯିବ, ଯେଉଁଟାକି ଭଲ ଲାଗିବନି। ଶୁକ୍ତଟା ଆମର ଏମିତି ଗୋଟା ଗୋଟା ହୁଏ। ଥରେ ନିଶ୍ଚୟ ବନାନ୍ତୁ, କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ମୋତେ ଜଣାନ୍ତୁ। ଏଇଟା ପ୍ରଭୁ ଚୈତନ୍ୟଙ୍କ ପାଖରେ ଭୋଗ ଲାଗିଥାଏ। ଯଦି ଆଉ କିଛି ରେସିପି ଦେଖିବା ପାଇଁ ଚାହୁଁଛନ୍ତି ପ୍ଲିଜ୍ ମୋତେ କମେଣ୍ଟରେ ଜଣାନ୍ତୁ। ଧନ୍ୟବାଦ।